आसंतु टिके समय पछकु जिबा 19 शताब्दीर भारतकु। ଏହା ଏମିତି ଏକ ସମୟ ଥିଲା ଯେତେବେଳେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ କେବଳ ବେପାରୀ ହୋଇ ରହି ନଥିଲା ବରଂ ଶାସକ ହେବାକୁ ବସିଥିଲା। ଆଉ ଏହି ସମୟରେ ହିଁ ଏମିତି କିଛି ନୀତି ଆସିଲା ଯାହା ଭାରତର ପୁରା ଇତିହାସକୁ ବଦଳାଇଥିଲା। କିନ୍ତୁ ପ୍ରଶ୍ନ ଉଠୁଛି, ଗୋଟେ ବ୍ୟବସାୟୀ କମ୍ପାନୀ ପୁରା ଉପମହାଦେଶକୁ କବ୍ଜା କରିନେଲା କେମିତି? ନା ଖାଲି ତଲୱାର ଓ ବନ୍ଧୁକରେ ଏ କାମ ହୋଇନଥିଲା। ଏହା ପଛରେ ଥିଲା ଗୋଟେ ଜବରଦସ୍ତ ପ୍ଲାନ୍, ଆଇନ, କୂଟନୀତି ଆଉ ସୁବିଧାବାଦର ଏକ ମାରାତ୍ମକ ମିଶ୍ରଣ। ତେବେ ଆସନ୍ତୁ ଏହି ରଣନୀତି ଭିତରକୁ ଯାଇ ବୁଝିବା। ତେବେ ଏ କାହାଣୀ ଆରମ୍ଭ ହେଉଛି ଲର୍ଡ ୱିଲିୟମ ବେଣ୍ଟିକ୍ଙ୍କଠୁ। ସେ ଥିଲେ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ। ତାଙ୍କ ଶାସନକାଳକୁ ଦେଖିଲେ ଲାଗିବ ସତେ ଯେମିତି ଗୋଟିଏ ମୁଦ୍ରାର ଦୁଇଟା ପଟ। ଗୋଟେ ପଟେ ସେ ଥିଲେ ଜଣେ ବଡ଼ ସମାଜ ସୁଧାରକ, ଆଉ ଆର ପଟେ ଜଣେ ଚତୁର ସାମ୍ରାଜ୍ୟ ବିସ୍ତାରକ। ହଁ, ବେଣ୍ଟିକ୍ଙ୍କ ସମୟରେ ଭାରତୀୟ ସମାଜରେ କିଛି ବହୁତ ବଡ଼ ପରିବର୍ତ୍ତନ ଆସିଥିଲା, ଏକଥା ସତ୍। କିନ୍ତୁ ଏହି ସଂସ୍କାରର ଚାଦର ତଳେ ସାମ୍ରାଜ୍ୟ ବଢ଼ାଇବାର ଖେଳ ବି ଚାଲିଥିଲା। ଆଉ ଏଇଟା ହିଁ ତାଙ୍କ ଶାସନର ସବୁଠୁ ରୋଚକ ଦିଗ। ଏଇଠି ଦେଖନ୍ତୁ କେମିତି ଦୁଇଟା ଚେହେରା ସାମ୍ନାକୁ ଆସୁଛି। ଗୋଟେ ପଟେ ସତୀ ପ୍ରଥା ବନ୍ଦ କରିବା, ନିଶ୍ଚିତ ଭାବରେ ଏକ ବହୁତ ବଡ଼ କାମ। ଠଗି ଦମନ କରିବା, ସେ ଗୋଟେ ବଡ଼ ଭଲ। ହେଲେ ଠିକ୍ ସେଇ ସମୟରେ କୁଶାସନର ବାହାନା କରି ମୈଶୂର ଭଳି ଗୋଟେ ବଡ଼ ରାଜ୍ୟକୁ ହଡ଼ପ କରିନେବା, ଏଇଟା କେଉଁ ପ୍ରକାରର ସୁଧାର ଥିଲା? ଏଇଟା ଥିଲା ଏକ ଡବଲ ଷ୍ଟାଣ୍ଡାର୍ଡ। ସଂସ୍କାର ବାସ୍ତବରେ ସାମ୍ରାଜ୍ୟବାଦ ପାଇଁ ଏକ ମୁଖା ଭଳି କାମ କରୁଥିଲା। ବେଣ୍ଟିକ୍ଙ୍କ ପରେ କିନ୍ତୁ କାହାଣୀ ପୁରା ବଦଳିଗଲା। ଯୋଉ ଟିକେ ମୁଖା ଥିଲା ସେଟା ବି ସମ୍ପୂର୍ଣ୍ଣ ଓହ୍ଲାଇଗଲା। ଏବେ ଆରମ୍ଭ ହେଲା ଏକ ନୂଆ ଅଧ୍ୟାୟ, ଯାହା ଥିଲା ଆହୁରି ସିଧାସଳଖ, ଆହୁରି ଆକ୍ରମଣାତ୍ମକ, ଆଉ ଭାରତୀୟ ରାଜ୍ୟମାନଙ୍କ ପାଇଁ ବହୁତ ବେଶୀ ବିପଜ୍ଜନକ। ଆଉ ଏହି ସମୟରେ ଆସିଲେ ଲର୍ଡ ଡେଲହାଉସି। ତାଙ୍କ ମନରେ କୌଣସି ଦ୍ୱିଧା ନଥିଲା। ତାଙ୍କର ଗୋଟିଏ ହିଁ ଲକ୍ଷ୍ୟ ଥିଲା, ଭାରତର ମାନଚିତ୍ରକୁ ବ୍ରିଟିଶ ସାମ୍ରାଜ୍ୟର ଲାଲ ରଙ୍ଗରେ ପୂରାପୂରି ରଙ୍ଗେଇ ଦେବା। ଆଉ ଏଇ କାମ ପାଇଁ ସେ ବ୍ୟବହାର କଲେ ଏମିତି ଏକ ଆଇନଗତ ଅସ୍ତ୍ର ଯାହା ଭାରତୀୟ ରାଜାମାନଙ୍କ ପାଇଁ ଏକ ମୃତ୍ୟୁର ଫାଶ ସାବ୍ୟସ୍ତ ହେଲା। ଆଉ ସେଇ ଅସ୍ତ୍ରର ନାଁ ଥିଲା ରାଜ୍ୟଲୋପ ନୀତି। ଇଂରାଜୀରେ କହିଲେ ଡକ୍ଟ୍ରିନ୍ ଅଫ୍ ଲ୍ୟାପ୍ସ। ଶୁଣିବାକୁ ତ ଏକ ସାଧାରଣ ନିୟମ ଭଳି ଲାଗୁଛି, ନୁହେଁ କି? କିନ୍ତୁ ଏହା ପଛରେ ଥିଲା ଗୋଟେ ବହୁତ ବଡ଼ ଚାଲ, ଗୋଟେ ସୁଚିନ୍ତିତ ପ୍ଲାନ୍, ଯାହାଦ୍ୱାରା ଆଇନର ସାହାଯ୍ୟ ନେଇ ଗୋଟେ ପରେ ଗୋଟେ ରାଜ୍ୟକୁ ହଡ଼ପ କରାଯାଇପାରିବ। ତେବେ ଏଇ ନୀତି କାମ କରୁଥିଲା କେମିତି? ଦେଖନ୍ତୁ, ଏହାର ପ୍ରୋସେସ୍ ବହୁତ ସିଧାସାଧା ଥିଲା। ଷ୍ଟେପ୍ 1, କୌଣସି ରାଜାଙ୍କର ଯଦି ନିଜର ପୁଅ ନାହିଁ ଆଉ ତାଙ୍କର ମୃତ୍ୟୁ ହୋଇଗଲା। ଷ୍ଟେପ୍ 2, ତାଙ୍କର ଯେଉଁ ପୋଷ୍ୟପୁତ୍ର ଥିବେ ତାଙ୍କୁ ଉତ୍ତରାଧିକାରୀ ବୋଲି ବ୍ରିଟିଶ ସରକାର ମାନିବେ ନାହିଁ। ଆଣ୍ଡ ଷ୍ଟେପ୍ 3, ବସ୍ ରାଜ୍ୟ ସିଧା ବ୍ରିଟିଶ ସାମ୍ରାଜ୍ୟରେ ମିଶିଯିବ। କେତେ ସହଜ ଆଉ କେତେ ଭୟଙ୍କର! ଆଉ ଏଇଠି ହିଁ ଥିଲା ସବୁଠୁ ବଡ଼ ଚାଲ। ଦେଖନ୍ତୁ, ଭାରତରେ ହଜାର ହଜାର ବର୍ଷର ପରମ୍ପରା ଥିଲା ଯେ ପୋଷ୍ୟପୁତ୍ରକୁ ବି ନିଜ ପୁଅ ଭଳି ସବୁ ଅଧିକାର ମିଳେ, ରାଜଗାଦି ସମେତ। କିନ୍ତୁ ବ୍ରିଟିଶମାନେ ନିଜ ସୁବିଧା ପାଇଁ ଏହି ନିୟମକୁ ବଦଳାଇ ଦେଲେ। ସେମାନେ କହିଲେ ପୋଷ୍ୟପୁତ୍ର ରାଜାଙ୍କ ବ୍ୟକ୍ତିଗତ ସମ୍ପତ୍ତି ପାଇପାରେ, କିନ୍ତୁ ରାଜ୍ୟ ନୁହେଁ। ଏହା କେବଳ ଏକ ଆଇନ ନଥିଲା, ଏହା ଭାରତୀୟ ପରମ୍ପରା ଆଉ ସଂସ୍କୃତି ଉପରେ ଏକ ସିଧାସଳଖ ଆକ୍ରମଣ ଥିଲା। ବାସ୍, ଏହା ପରେ ତ ଆରମ୍ଭ ହୋଇଗଲା ଗୋଟେ ଧାରା। ଡମିନୋ ଖେଳ ଦେଖିଥିବେ, ଗୋଟେ ପଡ଼ିଲେ ଯେମିତି ବାକି ସବୁ ଲାଇନରେ ପଡ଼ିଯାନ୍ତି, ଠିକ୍ ସେମିତି ଗୋଟେ ପରେ ଗୋଟେ ଭାରତୀୟ ରାଜ୍ୟ ଏହି ନୀତିର ଶିକାର ହେବାକୁ ଲାଗିଲେ। କେବଳ 8 ବର୍ଷ ଭିତରେ ଲର୍ଡ ଡେଲହାଉସିଙ୍କର ମାତ୍ର 8 ବର୍ଷର ଶାସନ କାଳରେ ଏହି ଗୋଟିଏ ନୀତି ବଳରେ 8ଟି ବଡ଼ ବଡ଼ ରାଜ୍ୟକୁ ସିଧା ବ୍ରିଟିଶ ସାମ୍ରାଜ୍ୟରେ ମିଶାଇ ଦିଆଗଲା। ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ଗୋଟିଏ ଆଇନର ଧାରା କେତେ ବଡ଼ ପରିବର୍ତ୍ତନ ଆଣିପାରେ। 1848ରେ ସତାରାରୁ ଏହାର ଆରମ୍ଭ ହେଲା। ତାପରେ ଦେଖୁ ଦେଖୁ ଜୟପୁର, ଆମ ଓଡ଼ିଶାର ସମ୍ବଲପୁର, ନାଗପୁର, ଆଉ ଶେଷରେ ଝାନ୍ସୀ ଏବଂ ଅବଧ। ଏସବୁ ଖାଲି କିଛି ଜାଗାର ନାଁ ନୁହେଁ। ଏସବୁ ଥିଲା ଗୋଟେ ଗୋଟେ ସ୍ୱାଧୀନ, ସମୃଦ୍ଧ ରାଜ୍ୟ, ଯେଉଁମାନେ ଗୋଟିଏ ରାତିରେ ନିଜର ସବୁକିଛି ହରାଇ ବସିଲେ। ଏଥିରୁ ହିଁ ଜଣାପଡ଼ୁଛି ଯେ ଏହି ନୀତିର ପ୍ରଭାବ କେତେ ଶୀଘ୍ର ଆଉ କେତେ ବ୍ୟାପକ ଥିଲା। ଆଉ ଜାଣନ୍ତି, କୁହାଯାଏ ଲର୍ଡ ଡେଲହାଉସି ପ୍ରାୟ 2.5 ଲକ୍ଷ ବର୍ଗମାଇଲ ଭାରତୀୟ ଅଞ୍ଚଳ ନିଜ ଅଧୀନକୁ ଆଣିଥିଲେ। 2.5 ଲକ୍ଷ ବର୍ଗମାଇଲ! କଳ୍ପନା କରନ୍ତୁ ଟିକେ, ଏହା କିଛି ଛୋଟମୋଟ ଜମିଦାରୀ ନଥିଲା। ଏହା ଥିଲା ଭାରତର ଗୋଟେ ବିଶାଳ ଅଂଶକୁ ଗିଳି ଦେବାର ଏକ ବଡ଼ ଧରଣର ଯୋଜନା। ହେଲେ ପ୍ରତ୍ୟେକ କ୍ରିୟାର ଗୋଟେ ପ୍ରତିକ୍ରିୟା ଥାଏ। ଆଉ ଏତେ ବଡ଼ ଅନ୍ୟାୟ, ଏତେ ବଡ଼ ଅପମାନର ପ୍ରତିକ୍ରିୟା ତ ନିଶ୍ଚୟ ଭୟଙ୍କର ହେବାର ଥିଲା। ଆଉ ଏହି ରାଜ୍ୟଲୋପ ନୀତି ହିଁ ସେହି ଅସନ୍ତୋଷର ନିଆଁରେ ଘିର ଢାଳିବାର କାମ କଲା, ଯାହା ପରେ 1857ର ମହାବିଦ୍ରୋହ ରୂପ ନେଲା। ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କ ପୁଷ୍ୟପୁତ୍ରଙ୍କୁ ରାଜଗାଦି ମିଳିଲା ନାହିଁ। ନାନା ସାହେବ, ଯିଏ ନିଜେ ଜଣେ ପୁଷ୍ୟପୁତ୍ର ଥିଲେ, ତାଙ୍କ ପେନ୍ସନ୍ ବନ୍ଦ କରିଦିଆଗଲା।
ଏମିତି କେତେ ଯେ ରାଜ ପରିବାର ଥିଲେ ଯେଉଁମାନେ ନିଜର ସମ୍ମାନ ନିଜର ଅଧିକାର ସବୁକିଛି ହରାଇଲେ ଆଉ ଏହି ସବୁ ବ୍ୟକ୍ତିଗତ ଅପମାନ ଯେତେବେଳେ ଏକାଠି ହେଲା ସେତେବେଳେ ତାହା ଏକ ବିରାଟ ଅସନ୍ତୋଷର ନିଆଁ ଜଳାଇଲା ଯାହା 1857 ବିଦ୍ରୋହର ଏକ ମୁଖ୍ୟ ରାଜନୈତିକ କାରଣ ପାଲଟିଗଲା। ତେବେ ଏହି ନୀତିର ପରିଣାମ ଶେଷରେ କ'ଣ ହେଲା ଆଉ ଏହାର ପ୍ରଭାବ କେତେ ଦୂର ଗଲା ଆସନ୍ତୁ ଜାଣିବା। 1857ର ମହାବିଦ୍ରୋହ ପରେ ବ୍ରିଟିଶ ସରକାରଙ୍କୁ ଏକଥା ଭଲ ଭାବରେ ବୁଝାପଡ଼ିଗଲା ଯେ ଏହି ନୀତିକୁ ଆଉ ବେଶୀ ଦିନ ଚଳାଇ ହେବନି। ତେଣୁ 1859ରେ ଲର୍ଡ କ୍ୟାନିଂ ଏହାକୁ ବନ୍ଦ କରିଦେଲେ। କିନ୍ତୁ ସେତେବେଳକୁ ବହୁତ ଡେରି ହୋଇସାରିଥିଲା। ଯେଉଁ କ୍ଷତି ହେବାର ଥିଲା ତାହା ହୋଇସାରିଥିଲା। ଭାରତର ରାଜନୈତିକ ମାନଚିତ୍ର ସବୁଦିନ ପାଇଁ ବଦଳି ଯାଇଥିଲା। ଆଉ ସବୁଠୁ ବଡ଼ କଥା ବ୍ରିଟିଶ ଶାସନ ଆଉ ଭାରତୀୟମାନଙ୍କ ଭିତରେ ଅବିଶ୍ୱାସର ଏକ ଗଭୀର କାନ୍ଥ ଠିଆ ହୋଇଯାଇଥିଲା। ତେବେ ଶେଷରେ ପ୍ରଶ୍ନଟି ସେଇଠି ରହିଯାଉଛି, ବେଣ୍ଟିଂଙ୍କ ସଂସ୍କାର ହେଉ କିମ୍ବା ଡେଲହାଉସିଙ୍କ ସାମ୍ରାଜ୍ୟ ବିସ୍ତାର ଏସବୁ ପଛରେ ପ୍ରକୃତରେ ଉଦ୍ଦେଶ୍ୟ କ'ଣ ଥିଲା? ଏହା କ'ଣ ସତରେ ଭାରତର ଭଲ ପାଇଁ କରାଯାଉଥିଲା ନା ଏସବୁ କେବଳ କ୍ଷମତା ଆଉ ସମ୍ପତ୍ତି ପାଇଁ ଗୋଟେ ବଡ଼ ଧରଣର ଚାଲ ଥିଲା? ଏହି ପ୍ରଶ୍ନର ଉତ୍ତର ଆଜି ବି ଇତିହାସର ପୃଷ୍ଠାରେ ଆମେ ଖୋଜୁଛୁ।